ଆମେ ନିର୍ବାଚନ କମିଶନକୁ ଜନତା ଦଳ ପ୍ରତିନିଧି ମଣ୍ଡଳୀ ଆସିଥିଲେ। ଆପଣ ବରିଷ୍ଠ ନେତା ଥିଲେ, ଆପଣ ସମସ୍ତଙ୍କୁ ଜାଣିଛନ୍ତି, ଦେଖିଛନ୍ତି। ସ୍ୱତନ୍ତ୍ର ଭାବେ ଯେଉଁ ମୁଖ୍ୟ ପ୍ରସଙ୍ଗ ଯୋଉଟା ବିଜୟ ବି କହିଛନ୍ତି, ଆପଣ କହିଥିବେ ମୋର ଆଶା ଯେ ଯେତେବେଳେ ଏନୁମରେସନ ହଉଛି ବିଏଲଓ ମାନେ ଯାହା ତାଙ୍କର ନିର୍ଦ୍ଦେଶାବଳୀ ରହିଛି ଘରକୁ ଘର ବୁଲିକିରି ଭୋଟର ତାଲିକା ପ୍ରସ୍ତୁତ କରିବେ, ସେଇଟା ହଉନାହିଁ ଅନେକ କ୍ଷେତ୍ରରେ ଏବଂ କିଛି କିଛି ଜାଗାରେ ବସିକି ସେ କରିଦେଉଛି। ଏ ହେଲା ବଡ଼ ସେଇ ପ୍ରସଙ୍ଗରେ ଧର ଆପଣଙ୍କ ଘରକୁ ଗଲେ ଯୋଡ଼ିଏ ଫର୍ମ ନେଇକି ଗୋଟିଏ ଫର୍ମ ଆପଣଙ୍କୁ ସେ ଦେବେ, ସେ କାମ ହଉନାହିଁ, ବହୁତ ଜାଗାରେ ହଉନାହିଁ, ଅଭିଯୋଗ ଆସୁଛି। ଦିଟା ଏକ ଫର୍ମ ଧରିକି ପଳଉଛି। ଗୋଟେ ହେଲା ଆପଣଙ୍କ ସମ୍ପତ୍ତି, ଆପଣମାନେ ତାକୁ ଦାବି କରିବା କଥା ମତେ ଏଇଠି ଗୋଟେ ଦେଇକି ଯାଅ, କାରଣ ଏଠି ଯାହା ରହିଲା ଆପଣ ସେ କ'ଣ ନେଇକି ସେଠି ଅପଲୋଡ କରିବେ, ଯେମିତି ପେନ୍ସିଲରେ ହଉଥିଲା ଆଗରୁ ଆମେ ପାର୍ଟି କଲୁ, ତାକୁ ଯଦି କ'ଣ ଅପଲୋଡ କରିଦେବେ ଆପଣ ଆଉ ହବାର ନାହିଁ। ଯାହା ଅପଲୋଡ ଯେତିକି ହେଲା କହୁଛନ୍ତି 70%, ଏବେ କହୁଥିଲେ ଯାହାଙ୍କର ଅପଲୋଡ ହେଇଛି ସେମାନଙ୍କ ପାଖକୁ ଯେମିତି ଆପଣ ଏଟିଏମ୍ରୁ ପଇସା ଉଠେଇଲେ ଗୋଟିଏ ମେସେଜ ଆସେ বা ଫୋନ୍ ପେରେ ଗୋଟେ ମେସେଜ ଆସେ। ଆମ ଦାବି, ମୁଖ୍ୟ ଦାବି ବିଜୟ କହିଛନ୍ତି, କହିପାରିବିନି, କିନ୍ତୁ ମୁଖ୍ୟ ଦାବି ହେଲା ସେଇଟା ଯେତିକି ଏପର୍ଯ୍ୟନ୍ତ ଡିଜିଟାଇଜ ଅପଲୋଡେଡ ହେଇଛି ଆକ୍ରସ ଓଡ଼ିଶା, ସେତିକି ଲୋକଙ୍କ ପାଖକୁ ସେ ମେସେଜଟି ଯାଉ ଯେ ଆପଣଙ୍କ ଫର୍ମଟି ଅପଲୋଡେଡ ହେଇଛି ଆଉ ଡିଜିଟାଇଜ ହେଇଛି। ସେଇଟା ସବୁଠାରୁ ବଡ଼ ଦାବି। 23 ତାରିଖରେ ସେମାନେ କହୁଛନ୍ତି 23 ତାରିଖ ପରେ ଆମେ ସେ ବିଏଲଏଙ୍କର ମିଟିଂ ହବ। ତାହେଲେ 23ରୁ ଯୋଉ 28 ଆଉ 5 ଦିନ ରହିଲା, ତାହେଲେ ସେ 5 ଦିନ ଭିତରେ ଆଉ ଧର କୋଉ ଘର ଛାଡି ଯାଇଥିବେ ତାକୁ ସେମାନେ ନେବେନି ଭୋଟର ତାଲିକାକୁ। ସେଇ ଜିନିଷଟା ଆମେ ଅପୋଜ କରୁ। ତୁମେ ନିଅ 28 ତାରିଖ ଯୋଉ ଟାଇମ ପ୍ଲାନଟା କରିଛ ନିର୍ବାଚନ କମିଶନ କରିଛନ୍ତି, ଆମେ କରିନୁ ଯେ 28 ତାରିଖ ପରେ ଏନୁମରେସନ ଚାଲେ। ତାପରେ କିନ୍ତୁ ମୁଁ ଯାହା ଆମେ ଶୁଣୁଛୁ ଯେ ବିଏଲଓ ମାନେ 23 ତାରିଖ ପରେ ଆଉ ଏନୁମରେସନ ନ କରିବା ପାଇଁ ଆପାତତଃ ମନେ ମନେ ସବୁ ନିଷ୍ପତ୍ତି କରିଛନ୍ତି। ସେଇଟା ଯେମିତି ନ ହୁଏ ସେଇଟା ନିର୍ବାଚନ ସିଓ ଓଡ଼ିଶାଙ୍କ ଦାୟିତ୍ୱ। ଏ ମୁଖ୍ୟ ଦାବି ହେଲା ଯାହାଙ୍କର ଅପଲୋଡେଡ ହେଇଛି ଡିଜିଟାଇଜ ହେଇଛି ତାଙ୍କ ପାଖକୁ ମେସେଜ ଆସୁ, ସେଇଟା ହଉଛି କନଫର୍ମେଟରୀ ମେସେଜ ଯେ ହଁ ଆପଣଙ୍କର ଭୋଟର ତାଲିକାରେ ଅପଲୋଡେଡ ହେଇଛି, ଏ ଯୋଉ ଏସଆଇଆର ସେଇଟା ଗୋଟେ।